ଆଜି ହେଉଛି ମେ 2 2025। ଆପଣମାନେ ଜାଣିଥିବେ କାଲି ଡିକ୍ଲାର ହେଇଥିଲା କି ଆଜି ରେଜଲ୍ଟ ବାହାରିବାକୁ ଯାଉଛି 10th ରେଜଲ୍ଟ। ତ ଆପଣମାନେ କେମିତି ଚେକ୍ କରିବେ, ବହୁତ ଜଲ୍ଦି କେମିତି ଚେକ୍ କରିବେ ଏବଂ ନିଜ ନାଁ ଥ୍ରୁରେ କେମିତି ରେଜଲ୍ଟ ଦେଖିବେ, ଆଜିକା ଭିଡ଼ିଓରେ ଆପଣଙ୍କୁ ନିହାତି ଭିଡ଼ିଓ ଫାଷ୍ଟ ଲାଷ୍ଟ ଦେଖନ୍ତୁ, ପୁରା ହେଲ୍ପଫୁଲ୍ ହେଇଯିବ। ଓକେ, ଆଉ ଗୋଟେ କଥା, ଯଦି ଆପଣମାନେ ଚ୍ୟାନେଲକୁ ନୂଆ ଅଛନ୍ତି ଚ୍ୟାନେଲକୁ ସବସ୍କ୍ରାଇବ୍ କରି ବେଲ୍ ଆଇକନ୍ ଅଲ୍ରେ କ୍ଲିକ୍ କରନ୍ତୁ, କାରଣ ଯେତେବେଳେ ଭିଡ଼ିଓ ଛାଡ଼ି ଆପଣଙ୍କ ପାଖରେ ସିଧାସଳଖ ନୋଟିଫିକେସନ୍ ଆସିଯିବ। ଓକେ, ତ ଫାଷ୍ଟ କରିକି କେମିତି ଚେକ୍ କରିବେ, ନିଜ ନେମ୍ରେ ଦେଇକି ମଧ୍ୟ ଆପଣ ରେଜଲ୍ଟ ଦେଖିବେ। ଆପଣ ଯେକୌଣସି ଯାହାର ବି ରେଜଲ୍ଟ ଦେଖିବାକୁ ଚାହୁଁଛନ୍ତି ତାଙ୍କ ନେମ୍ ମାରିଦେଲେ ମଧ୍ୟ ରେଜଲ୍ଟ ମଧ୍ୟ ଶୋ ହେଇଯିବ। ଓ ଆପଣଙ୍କ ରିଲେଟିଭ୍ ହଉ ଯିଏ ବି ଟେନ୍ଥ ଏକ୍ଜାମ୍ ଦେଇଛନ୍ତି, ନିହାତି ଭାବେ ତାଙ୍କ ରେଜଲ୍ଟ ମଧ୍ୟ କମେଣ୍ଟ ବକ୍ସରେ ଜଣାଇଦେବେ। ଆପଣଙ୍କ ମୋବାଇଲରେ କ୍ରୋମ୍ କିଆ ଗୁଗୁଲ ଓପନ୍ କରିଦେବେ। ଓପନ୍ କରିକି ସର୍ଚ୍ଚ କରିବେ ଇଣ୍ଡିଆ ରେଜଲ୍ଟ। ଓକେ, ତ ଇଣ୍ଡିଆ ରେଜଲ୍ଟ ସର୍ଚ୍ଚ କରିସାରିଲା ପରେ ଫାଷ୍ଟ ଅପସନ୍ ଇଣ୍ଡିଆ ରେଜଲ୍ଟ .com ସେ ଉପରେ କ୍ଲିକ୍ କରିବେ। କ୍ଲିକ୍ କରିସାରିଲା ପରେ ଆପଣଙ୍କୁ ଏମିତି କିଛି ଶୋ କରିବ। ଶୋ କରିସାରିଲା ପରେ ଆପଣ ଏଠି ଓଡ଼ିଶା ସିଲେକ୍ଟ କରିବାର ଅଛି। ଓଡ଼ିଶା ସିଲେକ୍ଟ କରିଦେବେ। ସିଲେକ୍ଟ କରିସାରିଲା ପରେ ଆପଣଙ୍କୁ ବୋର୍ଡ଼ ଅଫ୍ ସେକେଣ୍ଡାରୀ ଓଡ଼ିଶା ଉପରେ କ୍ଲିକ୍ କରିବେ। ବୋର୍ଡ଼ ଅଫ୍ ସେକେଣ୍ଡାରୀ ଏଜୁକେସନ୍ ଅଫ୍ ଓଡ଼ିଶା ଉପରେ କ୍ଲିକ୍ କରିସାରିଲା ପରେ ଆପଣମାନେ ଜାଣିଥିବେ କାଲି 1 ମେ ଆନୁଆଲି HSC ଏକ୍ଜିବିସନ୍ 2025 ମାନେ ଗୋଟେ ଇନଫର୍ମେସନ୍ ଆସିଥିଲା କି ଆଜି ରେଜଲ୍ଟ ମଧ୍ୟ ବାହାରିବ। ଏବେ ରେଜଲ୍ଟ ବାହାରିନି, ମୁଁ ରେଜଲ୍ଟ ପୂର୍ବରୁ ଭିଡ଼ିଓ ବନାଉଛି। ରେଜଲ୍ଟ କେମିତି ଚେକ୍ କରିବେ, ଓକେ, ଇଣ୍ଡିଆ ରେଜଲ୍ଟ ଉପରେ କ୍ଲିକ୍ କରିବେ, ସର୍ଚ୍ଚ କରିବେ। ସର୍ଚ୍ଚ କରିସାରିଲା ପରେ ଓଡ଼ିଶା ଉପରେ କ୍ଲିକ୍ କରିବେ। ଓଡ଼ିଶା ଉପରେ କ୍ଲିକ୍ କରିସାରିଲା ପରେ ବୋର୍ଡ଼ ଅଫ୍ ସେକେଣ୍ଡାରୀ ମୁଁ ଯେମିତି ପ୍ରୋସେସ୍ କଲି ସେମିତି ପ୍ରୋସେସ୍ କରିବେ। ତାପରେ ଆପଣଙ୍କୁ ଏଇଠି ଗୋଟେ ଆଭେଲେବୁଲ୍ ଅପସନ୍ ଥିବ, ଆଭେଲେବୁଲ୍ ଅପସନ୍ ଉପରେ କ୍ଲିକ୍ କରି ମଧ୍ୟ ରେଜଲ୍ଟ ମଧ୍ୟ ଦେଖିପାରିବେ। ଠିକ୍ ଅଛି, ପୁରା ନାଁ ମାରିଦେଲେ ମଧ୍ୟ ଆପଣଙ୍କ ମଧ୍ୟ ରେଜଲ୍ଟ ମଧ୍ୟ ଆସିଯିବ। ବାସ୍ ସେତିକି, ଆଉ କିଛି ନାହିଁ। ନିହାତି ଭାବରେ ଆପଣଙ୍କର ଯଦି ଆପଣ ରିଲେଟିଭ୍ ହେଉ କି ଆପଣଙ୍କ ଫ୍ରେଣ୍ଡ ହେଉ ଯିଏ ବି 10th ଏକ୍ଜାମ୍ ଦେଇଛନ୍ତି ତାଙ୍କ ରେଜଲ୍ଟ ମଧ୍ୟ ନିହାତି ଭାବରେ କମେଣ୍ଟ ବକ୍ସରେ ଜଣାଇବେ। ଓକେ, ତ ଏହି ଭାବରେ ଆପଣମାନେ ଦେଖିପାରିବେ। ନହେଲେ ରେଜଲ୍ଟ ଆସିଲେ ମୁଁ ନିହାତି ଭାବରେ ଭିଡ଼ିଓ ଚ୍ୟାନେଲରେ ପକାଇଦେବି। ଚ୍ୟାନେଲରେ ନିହାତି ଭାବରେ ସବସ୍କ୍ରାଇବ୍ କରି ବେଲ୍ ଆଇକନ୍ ଅଲ୍ରେ କ୍ଲିକ୍ କରି ରଖିଥାନ୍ତୁ। ଓକେ, ତ ରହୁଛି, ଦେଖାଅ ନେକ୍ସଟ ଭିଡ଼ିଓରେ। ସେଥିପାଇଁ ଜୟ ଜଗନ୍ନାଥ।